গড়িয়ার চারিপটে বুড়ি তেলি মুড়ি গড়িয়ার চারিপটে বুড়ি তেলি মুড়ি সেই মুড়িକୁ ଖାଇଗଲେ ବାହାର ପଣା ବୁଢ଼ୀ ଚାରିପଟେ ଲଗାଇଲି ବୁଆ ଚାରିପଟେ ଲଗାଇଲି ବୁଆ ସେ ବୁଆକୁ ଖାଇଗଲେ ବାହାର ପଣା ବୁଆ ଧୀରେ ଧୀରେ କହିଚାଲି ଚାରିପଟେ ଲଗାଇଲି ଓଦା ଚାରିପଟେ ଲଗାଇଲି ଓଦା ସେଇ ଓଦାକୁ ଖାଇଗଲେ ବାହାର ପଣା ଦାଦା ଧୀରେ ଧୀରେ କହିଚାଲି ତାପରେ ହେଲା କଣ ନା ଧୀରେ 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 ଆଜ୍ଞା ରାତ୍ରି ପାହିବାକୁ ଲାଗିଲା ରାତ୍ରି ପାହିଯାଉଛି ଗୋଟିଏ ପଦ ନାରୀ କବି ଲେଖିକା ଅପର୍ଣ୍ଣା ଦେବୀ କହିଲେ ରାଗତି ଚୋଖି ଗାଇବା କିନ୍ତୁ ଚୈତାଳି ଭାବରେ ସେମିତି କଣ କହିଲେ ନାରୀ କବି ଅପର୍ଣ୍ଣା ଆରେ ସ୍ତ୍ରୀ ଲୋକମାନଙ୍କର ମଧ୍ୟ ଲେଖିବାର ଅଧିକାର ଅଛି ପୁରୁଷ ପ୍ରଧାନ ରାଜ୍ୟ ସେତେବେଳେ ଥିଲା ପୁରୁଷ ପ୍ରଧାନ ନୀତି ଯାହା କରିବେ ପୁରୁଷ ମାନେ କରିବେ এই ଲୋକମାନେ ଘର କଣ ଲୁଚି କରି ଆଜ୍ଞା 12ଟା ବାଜିଲା ସେ ପରା ଉପରୁ ବୁଝିଗଲା ଆରେ ଇଏ କଣ ଆଜ୍ଞା ସେମିତି କଥା କାଟୁନି ଇଏ ନିଶ୍ଚଳ ଲାଗେ ମୋ ଶ୍ୱଶୁର ଘରୁ ପାଇଛି ଆଇଲା ବେଳେ ନଥିଲା ବର୍ତ୍ତମାନ କୋଉ ଆସିଲା ବର୍ତ୍ତମାନ ଆଜ୍ଞା ଯେତେବେଳେ ଭୋଟ ଗାଁ ନାକସରେ ଫେରିଲେ କୋଉଠି ନା ସେଟା ଗେଠା ନାଳ ଥିଲା এটা যাজপুর জেলা যাজপুর ଆପଣ କହୁଥିଲେ ଗେଠା ନାଳ ଆଇ ଯାଜପୁର ବସ୍ ରାଜେ ଲେଖା ହେଇଛି ମାନେ ଖାଇছে ନିଜ ନିଜକୁ ନିଜେ ସାଇତି ରଖ ନିଜ ନିଜ ନିଜକୁ ତମେ ନିଜେ ଆଚ୍ଛା ଆଉ ଗୋଟେ ଅକ୍ଷର ପଢି କଣ ତୁ କଣ ରଖିଲୁ ନିଜକୁ ରଖିଲୁ ମୁଁ କହିଲି ହେ ବସ୍ ଆଗରେ ସିଟରେ ସବୁ ଝିଅ ମାନେ ବସୁଛନ୍ତି ଯାଦପୁରା ଝିଅ ବୋଧେ ନିଶୁଆ ଚୋରି କିଣି ପଡି ଯାଇଛନ୍ତି ମୁଁ ଗୋଟେ ଶ୍ୱଶୁରର ସମ୍ପତ୍ତି ଦେଖ ପୁଣି ଇଏ ପଟ ଉଠି ପଇଲା ଶ୍ୱଶୁରର ସମ୍ପତ୍ତି ଇଏ ଝିଅ ପିଲା ଶୁଣିଯିବେ ସାଙ୍ଗେ ସାଙ୍ଗେ ନିଶ ପକେଇଦେଲି ଆଚ୍ଛା ତୁ ଯୋଉ ବସରେ ଦେଖିଲୁ ଆଜ୍ଞା ପଢୁଛି ହଁ ନିଜ ଜିନିଷ ନିଜେ ଦାୟିତ୍ୱରେ ରଖନ୍ତୁ ଏଇଟା ଦେଖିଛୁ ଲେଖାଇଥିଲା ଗାଡି କଲେ ଅପର୍ଣ୍ଣା କଣ କହିଲେ କଣ ଆଉ କହୁରାମେ ବିଶ୍ୱାସିଲେ ଆରେ କହୁରାମେ ବିଶ୍ୱାସିଲେ ସେ ତ ଅଞ୍ଜନାୟା ବୁଝିଲେ ଭରାରେ ଅଞ୍ଜନାୟା ବୁଝିଲେ ଭରାରେ ଅଞ୍ଜନାୟା ବୁଝିଲେ বেশ আমার পণ্ডিত মঙ্গল আজ্ঞা নারী কবি লেখিকা অপর্ণা গোটিয়ে পদ কহিল বেশ আজ্ঞা কৌরবে বিকশিলে হ্যাঁ
ଆଜ୍ଞା ଯେତେବେଳେ ସନ୍ଧ୍ୟା ସମୟ ହେଲା ହଁ ଫୁଟିଲା ଆଜ୍ଞା କଇଁ ଫୁଟିଲେ ବେଶ ସେତେବେଳେ ସମସ୍ତେ ଜାଣନ୍ତି ସନ୍ଧ୍ୟା ହେଲା ଆଜ୍ଞା ଆରେ ଘଣ୍ଟା ନଥିଲା ନା ନା କୌଣସି ଟାଇମର ନିର୍ଣ୍ଣୟ ନଥିଲା କେବେ ନଥିଲା ଥିଲା ଅବ୍ଦ ନୟନ ମୁଦିରେ ପଦ୍ମ ଫୁଲ ସନ୍ଧ୍ୟା ହେବାର ମୁଦ୍ରିତ ହେଲା ହେଲା ସନ୍ଧ୍ୟାର ନିର୍ଣ୍ଣୟ କୁଳବତୀ ପହୁରିଲେ ଅନ୍ତ ଏମା ଅନ୍ତପୁରାକୁ କୁଳବତୀ ମାନେ ପହୁରିଲେ ଅର୍ଥାତ ଅନ୍ତପୁରାକୁ ଚାଲିଗଲେ କାହିଁକି ତ ଆଜିକାଲିର କଥା ନୁହେଁ ନା ଯୋଉମାନେ ରାତି 2ଟା ପର୍ଯ୍ୟନ୍ତ ବୁଲୁଛନ୍ତି ବଜାରରେ ସେତେବେଳେ ଲୁଚି କରି ରହୁଥିଲେ ସେ ପୁରାଣ ଯୁଗର କଥା ଲୁଚି କରି ଘରରେ ଘର ଅନ୍ତପୁରରେ ରହୁଥିଲେ ଯେମିତି ସନ୍ଧ୍ୟା ହେଲା ଆଉ କୌଣସି ଝିଅକୁ ବୋହୂକୁ ବାହାରେ ଦେଖିବ ନାହିଁ ମଉକା ନିଶା ଚଳେ ହେଲେ ଉର୍ବର ବେଶ ନିଶା ଯେ ନିଶା ଖାଆନ୍ତି ଆଜ୍ଞା ନିଶା କହିଲେ ରାତି ରାତିରେ ଯୋଉମାନେ ଆହାର ସଂଗ୍ରହ କରନ୍ତି କ୍ରମେ ରୁଦ୍ଧ ହୋଇଗଲା ନଗର ଦ୍ୱାର ଆଜ୍ଞା ଧୀରେ ଧୀରେ କବାଟ ପଡିଗଲା ରାତି ବଢିବାକୁ ଲାଗିଲା ଆଜ୍ଞା ଗଭୀର ଚିନ୍ତାରେ ଶୋଇ ପଡିଲା କିଏ ନା ଦଶାନନ ରାବଣ କେତେବେଳେ ରାତି ପାଇବ ମୁଁ ସୀତାକୁ ହରଣ କରିବି ଆଉ କେମିତି ହରଣ କରିବି ଆଜ୍ଞା କେମିତି ମୋ ଲଙ୍କାକୁ ଆଣିବି ମନେ ପଡିଗଲା ରାବଣର ମାମୁ ମାରି ଚମି କଟ ଯିବି ମାରିଚ ହେଉଛନ୍ତି ମହାମାୟାବୀ ଆଜ୍ଞା ସେ ବଳ ପାଇছে ଆତ୍ମଶୁଦ୍ଧି କରିছে ଯାହା ଚାହିଁବ ତା କରିପାରିବ ମାରିଚକୁ କହିବି ସେ ମୋତେ ସାହାଯ୍ୟ କରିବ କେଉଁଠି ଅଛି ସେ ମାରିଚ ଲଗେଇଲା ଯୋଗ ଧ୍ୟାନ ରାବଣ ମାରିଚ କେଉଁଠି ଅଛି ନା ବାଛା ବଟ ପୀଠରେ ବସି ତପସ୍ୟା କରୁଛି ମୁନି ରୂପ ଧାରଣ କରି ମାରିଛ ପହଞ୍ଚିଗଲା ରାତ୍ର କାଳରେ ମାରିଚଙ୍କ ନିକଟରେ ଦଶାନନ ରାବଣ ମାରିଚ ଦେଖି ସମ୍ମାନ ଦେଲେ ରାବଣ ଯେହେତୁ ଆସନରେ ବସାଇ ଦେଲେ କହିଲେ ଲଙ୍କପତି ତୁମେ ଅସମୟରେ ମୋ ନିକଟକୁ ଆସିଲ ବିଷୟା ବିଷ ଜଞ୍ଜାଳ ଦୂର କରିଦେ রে মন চৈতন্য মন চৈতন্য কুতু দৃঢ় করিনে রে রাম নাম ধরে গায়ে দে গায়ে দে গায়ে দে রে কৃষ্ণ নাম ধরে গাই দে গাই দে গাই দে রাম নাম ধরে গাই দে বিষয়া বিষদন্যার দূর করি দে মন চৈতন্য মন চৈতন্য রাম নাম ধরে গাই দে গাই দে গাই দে কৃষ্ণ নাম ধরে গাই দে তোমা পেটর ভাই বড় ভগারি ওটি কাটি তোটিরে দেবরে ছুরি ওটি কাটি তোটিরে দেবরে ছুরি কেহি নুহতি কাহার
রাম নাম করে গাইবে গাইবে গাইবে